ବସିଛି। ଆମକୁ ଏ ପ୍ରୋଜେକ୍ଟର ସହଯୋଗ ଶ୍ରୀଯୁକ୍ତ ଜଗନ ମହାନ୍ତି। ଆମ ପ୍ରୋଜେକ୍ଟର ନାଁ ହେଲା ଜୈବିକ କୃଷି। ଏହି ସାରର ନାମ ହେଲା ସାରର ନାମ ହେଲା କମ୍ପୋଷ୍ଟ ସାର। ଏହି ସାର ଘରେ ଥିବା ଜୈବିକ ପଦାର୍ଥରେ ତିଆରି ଗୋବରରେ ତିଆରି ହେଉଛି। ଏ ସାର ମାଟି ଓ ଜିଆ ଗୋବରରେ ତିଆରି ହେଉଛି। ଏ ସାର ସବୁଜ ସାର। ଏହା ଘରେ ବାହାରୁଥିବା ପନିପରିବାର ଚୋପା ପନିପରିବାରେ ତିଆରି ହେଉଛି। ସବୁଜ ଉଦ୍ଭିଦ ପଚିଯାଇ ଯେଉଁ ସାର ତିଆରି ହୁଏ ସେହି ସାରକୁ ସବୁଜ ସାର କୁହାଯାଏ। ଆମେ ଜମିକୁ ଖାଲି ନ ରଖି ବର୍ଷା ଦିନରେ ଧାନ ଚାଷ କରିବା, ତାପରେ ଶୀତ ଦିନରେ ମୁଗ ଚାଷ, ତାପରେ ଆମେ ଖରା ଦିନରେ ଗାଜର କାକୁଡ଼ି ଆଉ ତରଭୁଜ ଚାଷ କରିବା। ଧନ୍ୟବାଦ। ନମସ୍କାର, ମୁଁ ମାନବିଶ୍ୱାଳ ପଞ୍ଚମ ଶ୍ରେଣୀ ଛାତ୍ରୀ ବାକିରାବାଦ ପ୍ରାଥମିକ ବିଦ୍ୟାଳୟରେ ପଢ଼େ। ମୁଁ ମୁଖ୍ୟ ଉଦ୍ଦେଶ୍ୟ କହିବାକୁ ଚାହେଁ। ପ୍ରାକୃତିକ ଉପାୟରେ ମାଟିର ଉର୍ବରତା ବଢ଼ାଇବା, କମ୍ ଖର୍ଚ୍ଚରେ ଉତ୍ତମ ଖାଦ୍ୟ ଶସ୍ୟ ଉତ୍ପାଦନ କରିବା, ପରିବେଶ ସୁରକ୍ଷା ସନ୍ତୁଳନ ରକ୍ଷା କରିବା, ମାଟିର ଲାଭଦାୟକ ସୂକ୍ଷ୍ମ ଅଣୁଜୀବର ସଂଖ୍ୟା ବୃଦ୍ଧି କରିବା। ସାର ବ୍ୟବହାର କରିବା। ଜୈବିକ ସାର କ'ଣ ପାଇଁ? ରାସାୟନିକ ସାର କ'ଣ ଅସୁବିଧା? ରାସାୟନିକ ସାର ବିଷରେ ମିଶିଥାଏ। କୀଟନାଶକ ଯେଉଁ ଔଷଧ ଗଛରେ ପୋକ ଲାଗିଲେ ଦିଆହୁଏ, ଯାହାଦ୍ୱାରା ଗଛ ମୂଳରେ ସେ ବିଷ ଲାଗିଥାଏ, ଯାହାଦ୍ୱାରା ଗଛ ବାଟ ଦେଇ ସେ ବିଷ ଫଳରେ ମଧ୍ୟ ସଞ୍ଚିତ ହୋଇଥାଏ। ସେଇ ଫଳକୁ ଆମେ ଖାଇଲେ ସେ ବିଷ ଆମ ପେଟକୁ ଯାଇଥାଏ। ତେଣୁ ଆମେ ରାସାୟନିକ ସାର ବ୍ୟବହାର ନ କରି ଜୈବିକ ସାର ବ୍ୟବହାର କରିବା। ଜୈବିକ ସାର ପାଇବା ପାଇଁ ଆମେ ତ ଟାଉନରେ ସୁବିଧା ନାହିଁ, କେମିତି କ'ଣ ପାଇବା? ଜୈବିକ ସାର ପାଇବା ପାଇଁ ଆମେ କ'ଣ କରିବା ବ୍ୟବହାର? 1 କିଲୋର 10 କେଜି ଗୋବର ଆଣିକିନା ପାଣି 1.5 କେଜି। ଆମେ ସର୍ବଦା ଜାଣିଛେ କି ତିନି ପ୍ରକାର ଗଣମାତ୍ରା ଏବଂ ଗଣମାତ୍ରା 3 ପ୍ରକାର ହେଉଛି ସମକୋଣୀ ତ୍ରିଭୁଜ, ସମକୋଣୀ ତ୍ରିଭୁଜ, ବାହୁମାତ୍ରା ତ୍ରିଭୁଜ ହେଉଛି ସମବାହୁ ତ୍ରିଭୁଜ, ବିଷମବାହୁ ତ୍ରିଭୁଜ ଏବଂ ସମଦ୍ୱିବାହୁ ତ୍ରିଭୁଜ। ମୋ ପ୍ରୋଜେକ୍ଟରେ ଏବେ ମୁଁ ତିଆରି କରିବି ସମକୋଣୀ ତ୍ରିଭୁଜ। ଆମେ କାହାକୁ କହିବା? ଯେଉଁ ତ୍ରିଭୁଜର ଗୋଟିଏ ସମକୋଣୀ ଥିବ ଏବଂ ହେଇଗଲା ଆମ ଗୋଟେ ଏଇଟା ସମକୋଣୀ ତ୍ରିଭୁଜ। ମୁଁ କେମିତି ଜାଣିଲି? କାରଣ ପ୍ରୋଜେକ୍ଟର ମାପି ଦେଖିଲି କି ଏଇ କୋଣର ପରିମାଣ ହେଉଛି 90 ଡିଗ୍ରୀ। 90 ଡିଗ୍ରୀ କୋଣକୁ ଆମେ କହିବା ଗୋଟେ ସମକୋଣ। ଆମେ ସର୍ବଦା ଜାଣିଛେ କି ଗୋଟିଏ ସମକୋଣରେ ସମକୋଣୀ ତ୍ରିଭୁଜ ଗୋଟିଏ ସମକୋଣ ଥାଏ ଏବଂ ଆଉ ଦୁଇଟି ସମକୋଣ ଥାଏ। ଏହି ସମକୋଣର ପରିମାଣ ହେଉଛି 50 ଡିଗ୍ରୀ ଏବଂ ଏହି ସମକୋଣର ପରିମାଣ ହେଉଛି 50। ଗୋଟେ ସମକୋଣୀ ତ୍ରିଭୁଜ ତିଆରି ଏ ସମକୋଣର ପରିମାଣ ହେବ 80 ଡିଗ୍ରୀ। ଏଇଟା ଆମେ କହୁଛେ ସେଇଟା 180 ଡିଗ୍ରୀର ପ୍ରୋଟେକ୍ଟର ଥାଏ, କିନ୍ତୁ ଆମର ଏଇଟା କାରଣ ବଡ଼, ଏଇଟା ଆମର 350 ଡିଗ୍ରୀ। ତିନୋଟି ବାହୁ ଦ୍ୱାରା ଆବଦ୍ଧ ଚିତ୍ରକୁ ଆମେ ତିନୋଟି ବାହୁ ଦ୍ୱାରା ଆବଦ୍ଧ ଚିତ୍ର ଠିକ୍ ଅଛନ୍ତି। ମିସ୍ ଅଛନ୍ତି ପାଖରେ ନା କିଏ ଅଛନ୍ତି? ମିସ୍ ଆମେ ସେପଟ କ୍ଲାସ୍ ଅଛନ୍ତି। ଆଚ୍ଛା, 3ଟା ବାହୁ ଦ୍ୱାରା ଏଇଟା ଗୋଟେ ବାହୁ କଲି, ଏଇଟା ଗୋଟେ ବାହୁ କଲି, 3ଟା ବାହୁ ଦ୍ୱାରା ଏଇଟା ହେବନି। 3ଟା ବାହୁ ମୁଁ ନେଇଛି, କାହିଁକି ହେବନି? ସିଧା ଯିବୁ ଟଙ୍କା କରିବା। ଆମେ ପୁରା ଜ୍ୟାମିତି ପଢ଼ୁଛେ, ଜ୍ୟାମିତିରେ ପୁରା ଟଙ୍କା ଯେମିତି ହେଇଥିବ ତ ଆମେ ମାପିଦେବା, ମାପି ତିଆରି କରିଦେବା। ଜ୍ୟାମିତି ମାନେ କ'ଣ? ଜ୍ୟାମିତି ମାନେ ମାଟି ବିଷୟରେ ଆମେ ଯାହା ମାନେ ପୃଥିବୀର ମାପ। ପୃଥିବୀରେ କ'ଣ ସବୁ ଲେଖା ସିଧା ଆକାର ଥିବ? ଗୋଟେ ତ ବଙ୍କା ଥିବ ନା। ଆମେ ଯଦି ମାପି ପାରିବାନି, ତାହେଲେ କ'ଣ କରିବା? ଏଇ ଜ୍ୟାମିତି ପାଇଁ କ'ଣ
जदि एमती ज्यामिति तू पाइलु गोटे एमती तू सीना एमती सीधा गार पकईदेलु बोली मिस नी पचारिथिबु जे कहबु जे मिस एइटा सीना एमती बंका होइगला एमती सीधा मते कहलो खाली त्रिभुज एइटा जदि एमती थिबो एमतिया थिबो कि एमती गोटे थिबो एमती गोटे थिबो एमती गोटे थिबो एटी बंका होइके जेमती गोटे थिबो कि एमती दीटा थिबो एठिया गोटे एमतियाटे थिबो एमतिया चित्र देखिने मकुट बिंदु आमे ये एमतिया अछि तार सेटा कोन माप पाइले सेटा त्रिभुज भलिया आला नै कहमत तीनटा बाहु कहछु ना मु कहली एटा होला मोर 1 नंबर बाहु एटा 2 नंबर बाहु एटा होला 3 नंबर तीनटा बाहु नै क्या बात है हम ना वेरी गुड क्रॉस क्वेश्चन नाही ना बढ़िया बढ़िया यार ए छुआ केमिते बाहु जज करे बढ़िया बढ़िया सर एटा हबनी कोन भाई काहे कि होबनी को तोरी प्रश्न रे रही छै उत्तर लुचि एना कहूतलु मने पक हां मन का काहे होई पारे नहीं हमें इल्लाटा को जज किया या बड़ पिला को जज कर काट दे ईमान को जज करे कम कर कोबड़े बाबू सीधाटा कोन कहूनु ज्यामिति के सर हमको सीधा बंका किछ पढु छै कि भाबी को चिंता करो समय दे मेरा पेपर में नहीं से समय दे ना बस जीरो तो सब बड़ा आरंभ करियो ना मते दिए बत्ते देलो कोटा आरंभ करछो जीरो काई एटा म जीरो अछि सेटा उल्टा लगी जाई कि टूटा टूटा उल्टा लगे से बोल रे अच्छा हां हो अच्छा कहलु समबाहु त्रिभुज रे हला कोणर परिमाण केते कहले समबाहु त्रिभुज रे त्रिभुज रे केतेटा कोण अछि हला समबाहु त्रिभुज रे कोणर परिमाण केते 60 माने इच होचे 60 माने कोन समद्विबाहु समझिबो हां मन कर देख एटा हला एटा हला 100 डिग्री তাহলে এইটা কেতে এটা হচ্ছে সমদ্বিবাহু समझिबो समद्विबाहु का परिमाण अछि हमें चाहछे कि गोटे त्रिभुजर 60 गोटे त्रिभुजर समस्त कोणर समिष्ट 60 से 180 डिग्री जदि एटा हम पळेला 100 एटा हम रहिला हम 80 80 का हम डिवाइड कर देला हम 40 होछि तने एटा कोण पड़े 40 में कोण पड़े 40 मैं जोटा कहिलो दुनिया